ମୁଁ ଡକ୍ଟର ସତୀଶ ପ୍ରସାଦ ରଥ, ଫାଉଣ୍ଡର ଅଫ୍ ସଂସ୍ଥା ଏଙ୍ଗରି ବ୍ରେନ୍ ରିସର୍ଚ୍ଚ। ଆଜି ବହୁତ ଗୋଟେ ଖୁସି ଦିନ, ରଥଯାତ୍ରା ଯେତେବେଳେ ଚାଲିଛି ଆମେ ସନ୍ତାନର ବହୁତ ଗୋଟେ ଏଆଇ ପାୱାର୍ଡ ଆପ୍ ଆକ୍ଚୁଆଲି ଲଞ୍ଚ କରୁଛୁ। ଆଇବିଏ ପେସେଣ୍ଟ ମାନଙ୍କର ସବୁବେଳେ ବହୁତ ଗୋଟେ ଡାଉଟ୍ ଥାଏ, କ୍ୱେଶ୍ଚନରେ ବହୁତ ଗୋଟେ ଦୁବିଧା ଥାଏ, ଏଂଜାଇଟି ଥାଏ। ସେମାନେ ଯାହା ଦରକାର ସେଇଟା ପଚାରି ପାରନ୍ତିନି, ଯେ କଷ୍ଟ କେତେ ହବ, କେତେ ସମୟ ଲାଗିବ, ପେନ୍ କେତେ ହବ, ସେମାନେ ଠିକ୍ ଜାଗାରେ ଅଛନ୍ତି କି ନାହିଁ, ଆର ସକ୍ସେସ୍ ଫ୍ୟାକ୍ଟର କ'ଣ, ଏମିତି ବହୁତ କ୍ୱେଶ୍ଚନ୍ ଥାଏ। ସେଇଟା ଆମ ଷ୍ଟାଫ୍ ମାନଙ୍କ ପାଇଁ ବି ସବୁ ଜିନିଷ ଆନ୍ସର କରିବାଟା ସବୁବେଳେ ମାନେ ସମ୍ଭବ ହେଇନଥାଏ। ତ ସେଥିପାଇଁ ଆମେ ଏଆଇ ପାୱାର୍ଡ ଗୋଟେ ଭଲ ସନ୍ତାନ କମ୍ପାନିଅନ୍ ଆପ୍ ବୋଲି ତିଆରି କରୁଛୁ, ଯୋଉଟା ଆମର ପେସେଣ୍ଟ ମାନେ ୟୁଜ୍ କରିକି ଏଇଟା ଗୋଟେ ଟ୍ୟାବଲେଟ୍ରେ ରହିବ ଆମର ମାନେ ସେଣ୍ଟରରେ। ଏଣ୍ଡ ଦେନ୍ ସେମାନଙ୍କର ଯାହା ବି ଡାଉଟ୍ ଅଛି କିଛି ବି ସଂଶୟ ନ କରିକି ସେମାନେ ସେଟାକୁ କ୍ୱେଶ୍ଚନ୍ ପଚାରି ପାରିବେ। ତ ସେମାନେ ଯୋଉଟା କ୍ୱେଶ୍ଚନ୍ର ଆନ୍ସର ଯେତେବେଳେ ସେମାନେ ସାଟିସ୍ଫାଇଡ୍ ହେଇଯିବେ, ଦେ କ୍ୟାନ୍ କିପ୍ ଅନ୍ ଆସ୍କିଂ ବ୍ୟାକ୍। ସେମାନେ ରାତିରେ ବି ପଚାରି ପାରିବେ, ସେମାନେ ଦିନରେ ବି ପଚାରି ପାରିବେ, କୋର୍ଟ ସମୟର ବି ଜିନିଷ କ୍ୱେଶ୍ଚନ୍ ପଚାରି ପାରିବେ। ଏହାଦ୍ୱାରା କ'ଣ ହବ, ସେମାନଙ୍କର ଯାହା ବି ଡାଉଟ୍ ଥିବ ସେଟା ଯେତେବେଳେ ଦୂର ହବ, ସେମାନେ ସକ୍ସେସ୍ ରେଟ୍କୁ ଭଲ ଭାବେ ଯାଇପାରିବେ, ସେମାନଙ୍କ ଟ୍ରିଟମେଣ୍ଟକୁ ସବୁବେଳେ ଭଲ ଭାବେ ଯାଇପାରିବେ। ଆମେ କିଛି ବି ଜିନିଷ ଲୁଚେଇବାକୁ ଚାହୁଁନୁ। ସେମାନଙ୍କର ଯାହା ଡାଉଟ୍ ଅଛି ସେଇଟା ସେମାନଙ୍କର ରାଇଟ୍, ସେମାନେ ପଚାରିବା କଥା। ସେମାନେ ଯେତେବେଳେ ସେଟାକୁ ଭଲ ଭାବରେ ଆନ୍ସର ପାଇପାରିବେ, ସେତେବେଳେ ସେମାନଙ୍କର ଟ୍ରଷ୍ଟ ବଢ଼େ। ଏଇଟା ସ୍ପେଶାଲି ଫର୍ଟିଲିଟି ପାଇଁ। ସୋ ଆପଣଙ୍କର ଏଗ୍ ଫ୍ରିଜିଂ ହେଲା, ଆପଣଙ୍କ କ୍ୟାନ୍ସର ରିଲେଟେଡ୍ ଫର୍ଟିଲିଟିର ଅସୁବିଧା ହେଲା, ଆପଣ ମାନେ କୋଉ ସାଇକେଲରେ ଯିବେ, କେତେ ସମୟ ଲାଗିବ, ଆପଣଙ୍କର କେତେ ବୟସ ଅଛି, ଫର୍ଟିଲିଟିର ଯାହା ଯାହା କ୍ୱେଶ୍ଚନ୍ ଅଛି ଏଇଟା ଖାଲି ଫର୍ଟିଲିଟି ପାଇଁ ତିଆରି ହେଇଛି। ଆଉ କ୍ୱେଶ୍ଚନ୍ ଆନ୍ସର ସେମାନେ ପାଇପାରିବେ। କମ୍ପ୍ଲିଟଲି। ସୋ ମାନେ ସେମାନଙ୍କ ମନରେ ଯୋଉଟା ବି କ୍ୱେଶ୍ଚନ୍ ଅଛି ଫର୍ଟିଲିଟି ରିଲେଟେଡ୍, ଆଉ ୱିମେନ୍ ହେଲ୍ଥ ରିଲେଟେଡ୍, ମେନ୍ ହେଲ୍ଥ ରିଲେଟେଡ୍, ରିଗାର୍ଡିଂ ରିପ୍ରୋଡକ୍ସନ୍, ସେମାନେ ଏଟାକୁ ପଚାରି ପାରିବେ। ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସବୁ ଆନ୍ସରଟା ଟେକ୍ସଟ ବୁକ୍ରୁ ଆସୁଛି। ଆମର ଯାହା ଗାଇଡଲାଇନ୍ ଅଛି, ଆମର ଯୋଉଟା ଟେକ୍ସଟ ବୁକ୍ ଅଛି, ସେ ଟେକ୍ସଟ ବୁକ୍ର ଆକ୍ଚୁଆଲି ତାର ଆନ୍ସର ଆସୁଛି। ଏଣ୍ଡ ଦେନ୍ ଏଟାକୁ ବି ଅଲସୋ ଗୋଟେ ପେସେଣ୍ଟ ସେନ୍ସିଟିଭ୍ ମ୍ୟାନର୍ରେ ଦିଆହେଉଛି। ତ ସେ କେବେ ରାଗିବନି ଆପଣଙ୍କୁ, ସେ କେବେ କହିବନି ଯେ ମୁଁ ଆଜି ଛୁଟିରେ ଅଛି। ଆଉ ସିଏ କମ୍ପ୍ଲିଟ୍ ଡିଟେଲ୍ ଯୋଉ ପର୍ଯ୍ୟନ୍ତ ଆପଣ ସାଟିସ୍ଫାଏ ହେଇନାହାନ୍ତି ସେ ପର୍ଯ୍ୟନ୍ତ କମ୍ପ୍ଲିଟ୍ ଡିଟେଲ୍ ହେଇଯିବ। ବଟ୍ ଏଇଟା ବି ଅଲସୋ ନଟ୍ ଏ ୱେ ଟୁ ରିପ୍ଲେସ୍ ଦ ଡକ୍ଟର। ଯୋଉ ସମୟରେ ଡକ୍ଟରଙ୍କର ଡିସିସନ୍ ଦରକାର ସେଇଟା ବି ତାକୁ ଟ୍ରେନ୍ କରାହେଇଛି। ଯଦି କିଛି ଡିସିସନ୍ ପଚାରୁଛନ୍ତି ଯେ ଯୋଉଟା ଡକ୍ଟର ହିଁ ଆକ୍ଚୁଆଲି ଆନ୍ସର କରିପାରିବେ, ସେ ଆପଣଙ୍କୁ ବହୁତ ଭଲ ଭାବେ କହିବ ଯେ ଆଚ୍ଛା ଆପଣ ଡକ୍ଟରଙ୍କର କନସଲ୍ଟେସନ୍ ନିଅନ୍ତୁ, ଏ ବିଷୟରେ ମୁଁ କହିପାରିବିନି। ତ ଏଟାକୁ ସେଫ୍ଟି ଗାଇଡଲାଇନ୍ରେ ତିଆରି କରାଯାଇଛି। ଏଇଟା ଆକ୍ଚୁଆଲି ପେସେଣ୍ଟ ମାନଙ୍କର ସୁବିଧା ପାଇଁ ତିଆରି କରାଯାଇଛି। ଆଉ ପେସେଣ୍ଟ ମାନଙ୍କର ମନରେ ଗୋଟେ ଟ୍ରାନ୍ସପାରେନ୍ସି ରହୁ ଯେ କିଛି ଜିନିଷ ଆମେ ଲୁଚଉନୁ ସେମାନଙ୍କଠୁ, ସେମାନଙ୍କର ସେଇଟା ରାଇଟ୍, ସେମାନଙ୍କର ସେଇଟା ହକ୍, ଆଉ ସେମାନେ ସେଇଟା ନେବାକୁ। ହଁ, ଏବେ ପ୍ରଥମରେ ଇଂଲିଶରେ ଅଛି, ଏବେ ଯୋଉ ଆମର ରିସର୍ଚ୍ଚ ଅଛି ଏଇଟା ଓଡ଼ିଆରେ ବି ଆଭେଲେବଲ୍ ହବ, ସବୁ ଅରିଜିନାଲ। ନାଇଁ, ଏଇଟା ଏବେ ଆମର ରିସର୍ଚ୍ଚ ଅଛି, ଏବେ ଆମେ ଲଞ୍ଚ କରୁଛୁ। ପ୍ରଥମରେ ଆମେ ଖାଲି ଆମ ସନ୍ତାନ ପେସେଣ୍ଟ ମାନଙ୍କ ପାଇଁ ଲଞ୍ଚ କରିବୁ, ଆଉ ଥରେ ଟେଷ୍ଟ କରିବୁ ସେଟାକୁ ଠିକ୍ ଭାବରେ। ଏଣ୍ଡ ଦେନ୍ ତାପରେ ଆମେ ସମସ୍ତଙ୍କ ପାଇଁ ଲଞ୍ଚ କରିବୁ। ମୋଷ୍ଟଲି ଆଉ 2 ମାସ ଭିତରେ ଦିସ୍ ଶୁଡ୍ ବି ନ୍ୟାସନାଲି ଲଞ୍ଚ। ସବୁଠୁ ଗୋଟେ ବଡ଼ ଅସୁବିଧା ରହେ ଫର୍ଟିଲିଟିରେ, ଯେ ଲୋକମାନେ ଯୋଉଟା ଆପଣ କହିଲେ ଯେ ପ୍ରାଇଭେସି ପାଇଁ, ଯେହେତୁ ଲୋକ ନିଜ ଉପରକୁ ନେଇଯାଆନ୍ତି, ତ ସେମାନେ ବହୁତ କ୍ୱେଶ୍ଚନ୍ ନ ପଚାରିକି ରୁହନ୍ତି, ବହୁତ ଗୋଟେ ସଂଶୟ ରହିଯାଇଥାଏ। ଆମର ଚେଷ୍ଟା ଏଇଥିପାଇଁ ହେଲା ଯେ ଆଇଭିଏଫ୍ ଟ୍ରିଟମେଣ୍ଟଟା ଟ୍ରାନ୍ସପାରେଣ୍ଟ ହେବା ଦରକାର, ସାଇନ୍ସ ବେସ୍ଡ ହେବା ଦରକାର। ଆମର ଭିଜନ ହେଲା ସାଇନ୍ସ ଫର ସ୍ମାଇଲ୍। ସୋ ଯାହା ବି କ୍ୱେଶ୍ଚନ୍ ଅଛି ଦ୍ୟାଟ୍ ସୁଡ୍ ବି ଆନ୍ସର୍ଡ, ଦ୍ୟାଟ୍ ଇଜ୍ ଆୱାର ରେସ୍ପନ୍ସିବିଲିଟି। ଏ ଆପ୍ ଅନୁସାରେ ଆମେ ସେଟାକୁ ଆନ୍ସର କରିବା। ସେମାନଙ୍କର ବାହାରକୁ ଚାଲିଯିବ, ଏଇ ବିଷୟରେ ଆମେ ପଚାରିଲା ବେଳକୁ ଡକ୍ଟରଙ୍କୁ ପଚାରିଲା ଏଇ ବିଷୟରେ ବି କିଛି କୋଉ ବି ସବଜେକ୍ଟ ବିଷୟରେ ଆପଣ ପଚାରି ପାରିବେ। ଆଉ ଏଥିରେ ବି ଆଉ ଗୋଟେ ଜିନିଷ ଅଛି ଯେ ଆପଣଙ୍କର ନାଁ ଏଥିରେ ରହିବନି, ଯୋଉଟା ଆମର ଛୋଟ ଥାଏ ଯେ ମୁଁ ଏଇ କ୍ୱେଶ୍ଚନଟି ପଚାରିଲି ମୋର ନାଁଟା ଏଥିରେ ୟୁଜ୍ ହବ କି, ତ ଆପଣଙ୍କର ନାଁ ଏଥିରେ ୟୁଜ୍ ହବନି। ଦିସ୍ ଇଜ୍ କମ୍ପ୍ଲିଟଲି ଆନୋନିମସ୍। ଆପଣଙ୍କୁ କିଛି ଲଗ୍ଇନ୍ କରିବା ଦରକାର ନାହିଁ, କିଛି ସାଇନ୍ ଅପ୍ କରିବା ଦରକାର ନାହିଁ। ଆପଣଙ୍କୁ ଯୋଉ କ୍ୱେଶ୍ଚନ ଦରକାର, ଆପଣ ଯେ ସନ୍ତାନ ପେସେଣ୍ଟ, ୟୁ କ୍ୟାନ୍ ଆସ୍କ ଦିସ୍ କ୍ୱେଶ୍ଚନ ଆଣ୍ଡ ୟୁ ୱିଲ୍ ଗେଟ୍ ଦ୍ୟାଟ୍ ଆନ୍ସର। ନାହାନ୍ତି, ଆମର ଡକ୍ଟର ସବୁବେଳେ ଅଛନ୍ତି ଯୋଉମାନେ ଏଟାକୁ ଆକ୍ଚୁଆଲି ଆନ୍ସର କରିପାରିବେ। ଯେହେତୁ ଡକ୍ଟରମାନେ ବି ବିଜି ଅଛନ୍ତି, ହ୍ୟୁମାନଲି ଏଟା ପସିବଲ୍ ନାହିଁ ସବୁ କ୍ୱେଶ୍ଚନର ସବୁ ଆନ୍ସର ଦେବା ପାଇଁ। ଏଥିରେ ସୁବିଧା କ'ଣ ହୁଏ, ଆମେ ଯୋଉ ଯାହା କ୍ୱେଶ୍ଚନ ଆନ୍ସର କରିଦେଇ ପାରୁଛୁ ଆପ୍ସରେ, ଆମେ ସେଟା କରିଦେବୁ। ତାପରେ ବାକି ଯୋଉ କ୍ୱେଶ୍ଚନ ରହିବ ସେଟା ଡକ୍ଟର ଆକ୍ଚୁଆଲି ଠିକ୍ ଭାବରେ ଆକ୍ଚୁଆଲି ସେମାନେ ବୁଝିପାରିବେ।